10 ବର୍ଷ 15 ବର୍ଷ ଅଛି। 10 ବର୍ଷ ପରେ ମୁଁ ତା ପାଇଁ ଗୋଟେ ଷ୍ଟାଣ୍ଡ ଆଣିଛି। ପଇସା ପତ୍ର ତ ଟଙ୍କା ସଞ୍ଚୟ ହେଇଯାଇଛି। ମାନେ ଫ୍ରିଜ୍ ଆସିବାର ବୋଧେ 15 ବର୍ଷ ହେଲାଣି। ଷ୍ଟାଣ୍ଡ କିନ୍ତୁ ଆଉଛି 26 ମସିହା କାଲି। ଆଉ ମାନେ ଫ୍ରିଜ୍ଟା ଅଛି ଆଉ ତାର ତ ଗୋଡ଼ ତା ସିଙ୍ଗଲ ବି ଷ୍ଟାଣ୍ଡ ଲାଗିଛି। ଆଉ ପୁଣି କ'ଣ ଦରକାର ଗୋଟେ ଆଣିବା। ଆଉ ସଫାସଫି କଲା ବେଳକୁ ହଇରାଣ ହେଉଥିଲୁ, ସେଥିପାଇଁ ଆଣିଲି। ଆଉ ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ମୁହୂର୍ତ୍ତ ବାଦ ଜାଣିଥିବେ ଆଉ କାର୍ଯ୍ୟକ୍ରମ ସାରି ସରିକି ଏବେ ରେଡ଼ି। ଚାଲ ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର କାର୍ଯ୍ୟକ୍ରମ କ'ଣ ନା, ସକାଳୁ ସକାଳୁ ଆଜି ଫାଷ୍ଟ ଟାଇମ୍ ଆମର ଗୋଟେ ଜିନିଷ ଆସୁଛି। ଫାଷ୍ଟ ଟାଇମ୍ କ'ଣ, ଦ୍ୱିତୀୟ ଥର ବୋଧେ ହେଇଗଲାଣି, ଏଥର ଦେଖେଇନି। ବହୁତ ଦିନ ପରେ ଯେଉଁ ନୂଆ ଅତିଥି ଆସିଥିଲା ତାର ଆଜି ମିଲ୍ ପ୍ରଡ଼କ୍ସନ୍ ହେଉଛି। ଦେଖ, ଏଇଠି ଅତିଥି ଏଇଠି ଛିଡ଼ା ହେଇଛନ୍ତି। ନୂଆ ଏଇଟା ଆକ୍ଚୁଆଲି ମାଇ ପଡ଼ିଲାନି, ଅଣ୍ଡିରା ହେଇଗଲା। ଅଣ୍ଡିରାଟା ହେଇଗଲା, ଆଉ କ'ଣ କରିବା। ଖାଲି ଷଣ୍ଢ ଆଉଛନ୍ତି ଆମ ଗାଁକୁ ଆଉ। ଏଇଠି ତ ଆମର ଇଏ ବି ଜନ୍ମ କରିବାର ଅଛି। ଇଏ ଜନ୍ମ କରିବ। ଆଉ ଇଏ ତ ଏବେ ଏଇଟା ଛୁଆ ଇଏ ଜନ୍ମ କରିସାରିଲାଣି। ଆଉ ଇଏ ଯେହେତୁ ଟିକେ ଝଡ଼ି ଯାଇଥିଲା, ମାନେ ଦୁର୍ବଳ ହେଇଯାଇଥିଲା, ସେଥିପାଇଁ ଆମେ ତାକୁ ବାନ୍ଧଉନୁ, ଛାଡ଼ି ଦେଉଥିଲୁ। ଆଉ ସେ ଏବେ ତା ସେଟାକୁ ରିଟର୍ନ ଆସିଯାଇଛି। ଆଉ ମା ଝୁଅ ଯାକ ବସିକି ଘାସ ଖାଇ, ଆଉ ମାଲିକାଣୀ ଗଉଡ଼ୁଣୀ କ୍ଷୀର ଦୁଇଁସ୍। ହଉ, ଆମର ବହୁତ ଦିନ ପରେ ଆଜି କ୍ଷୀର ଦୁହାଁ ହେଉଛି। ମାନେ ନୂଆ ନୂଆ ତାର ଖାଇବାକୁ ମାନେ ଦୁଉଁନଥିଲୁ, ଛାଡ଼ି ଦେଉଥିଲୁ, ଯାହାକି ସେ ଟିକେ ହେଲ୍ଥ ହେଇଯାଉ ତାର ଖାଇ ପିଇକି, ତାପରେ ଆମେ ଦୁଇଁବୁ। ବହୁତ ଦିନ 7-8 ଦିନ ହେଇଗଲାଣି ବୋଧେ, ଅଧିକ ହେଇଯିବ। 15 ଦିନ ହେଲାଣି। 15 ଦିନ ପରେ ମାନେ ଏଇଟା 2-3 ଥର ଦୁହାଁ ହେଲାଣି, କିନ୍ତୁ ଖାଉନୁ ବେଶୀ, ଦୁହୁଁନୁ, ଅଳ୍ପ ଅଳ୍ପ ଦୁହୁଁ, ଆଉ ଦଉନୁ, ଛାଡ଼ି ଦଉ। ଆଉ ଏଇଠି ତ ଚାଲିଛି ଆମର ଦୁହାଁ ଦୁହିଁ କାର୍ଯ୍ୟକ୍ରମ। କେତେ ହେଲାଣି, ଲିଟର ପାଖାପାଖି ହେଇଗଲେ, 1 କେଜି ହେଇଗଲାଣି। ଆଉ ବାକି ଯେତିକି ପାରିବ ଦୁହାଁ। ବହୁତ ଦିନ ପରେ ଆଜି ଗୁହାଳେ ସୁଟ୍ ହେଇଛି। ଗୋଟେ ଭାଇ ଆମର କହିଥିଲେ, ଆମର ଗଉଡ଼ୁଣୀ କି ଗୋଟେ କ୍ଷୀର ଦୁହାଁ ଭିଡ଼ିଓ ପକାଉନା। ସେଥିପାଇଁ ଏଇ କ୍ଷୀର ଦୁହାଁ ଭିଡ଼ିଓଟା ପଇଲା। ହଉ, ଭାଇର ମନସ୍କାମନା ପୂରଣ ହେଇଗଲା ଆଉ, କ୍ଷୀର ଦୁହାଁ ଭିଡ଼ିଓ ପଇଲା ଆଉ। ସେଇ ତା ଦେହରେ ମାରିକି ବ୍ଲିଚିଂ କରାଗଲା। ହାଣ୍ଡି ଆଡ଼େ ଫୁଲ୍, ହାଣ୍ଡି ଆଡ଼େ ଓଜନ ହେଇଯାଉଛି, ଆଡ଼େ ହାତ କଣ ହେଇଯାଉଛି। ଆମର ଇଏରେ ଦେଶୀ, ବିଦେଶୀ ନୁହେଁ, ଜର୍ସି ନୁହେଁ କି ଆଉ ଏ ଯେଉଁ ଫାର୍ମ ଗାଈ ନୁହେଁ। ଇଏ ହେଉଛି ଆମର ଦେଶୀ ଗାଈ। ଦେଶୀ ବୋଲି ଇଏ
ଟିକେ ଚଗଲା ହେଉଛନ୍ତି, ନହେଲେ ଫାର୍ମ ହୋଇଥିଲେ ସେ ପୁରା ଖାଆନ୍ତେ ଶୁଅନ୍ତେ। ଆଉ ଅଳ୍ପ ତମେ ଦିଅ ନା ମୁଁ ଶୁଣିନି। କ୍ୟାମେରା ମାନେ କେଉଁଠି ଗାଈ ଦୁଇଁଲେଣି? ଦୁହନ୍ତି। ହଁ ତ ଦୁହଁନ୍ତି ଓଟି ଯିବୁ ତ ସବୁଦିନ। ହଉ ଚାଲ ଯିବା ନେକ୍ସଟ କାର୍ଯ୍ୟ କରିବା। ହେଇ ସୀତା ମାଠୁ ଖାଇଲାଣି ବା। ହଉ ଚାଲ କାର୍ଯ୍ୟକ୍ରମ ସରିଗଲା। ଗାଈ ଧୁଆଧୁଇ ସରିଗଲା। ଗାଈ ଧୁଆଧୁଇ ସରିଲା ପରେ ଏବେ ଚାଲିଛି ପୁଣି ଯେଉଁ କାଲି ଘର ଦ୍ୱାର ସଫାସଫି ହେଇଥିଲା, ଘର ଦ୍ୱାର ସଫାସଫି ହେଇଥିଲା ପୁଣି ଗଦି ହେଇଛି, ଏଗୁରା ସବୁ ପୁଣି ସଜାସଜି ହେବ। କ'ଣ କରାଯିବ, ବହୁତ ଟେନସନରେ କାମ ଚାଲିଛି। ଆଉ ଚାଲ ମାନେ ଆଜି ଆହୁରି ଗୋଟେ ଜିନିଷ ଆଣିଛି ୟା ପାଇଁ ଗୋଟେ ଜିନିଷ ଆଣିଛି, ତାକୁ ରଖାହବ। ଫ୍ରିଜ୍ ଆସିଲାଣି ବୋଧେ, ଫ୍ରିଜ୍ ଆସିକି ଖରାପ ହେଇକି ଆଉ ରିପାରିଂ ସରିକି ମାନେ ଫ୍ରିଜ୍ କି ଆମର ହେଇଗଲାଣି କେତେ ବର୍ଷ? 16ରେ ଆଣିଥିଲି, 16 ମସିହାରେ ଆଣିଥିଲି। ଆଉ କେତେ ହେଲାନି, ସେ 15 ଲାଷ୍ଟ ହଉ ଛାଡ଼, 15 ମସିହାରେ ହେଇଥିଲା, ଆସି 26 ମସିହା ହେଲି। 10 ବର୍ଷ 15 ବର୍ଷ ଅଛି, 10 ବର୍ଷ ପରେ ମୁଁ ତା ପାଇଁ ଗୋଟେ ଷ୍ଟାଣ୍ଡ ଆଣିଛି। ପଇସା ପତ୍ର ଟଙ୍କା ସଞ୍ଚୟ ଖାଇ ମାନେ ଫ୍ରିଜ୍ ଆସିବାର ବୋଧେ 15 ବର୍ଷ ହେଲାଣି, ଷ୍ଟାଣ୍ଡ କିନ୍ତୁ ଆଉଛି 26 ମସିହା କାଲି। ଆଉ ମାନେ ଫ୍ରିଜ୍ଟା ଅଛି ଆଉ ତା ତ ଗୋଡ଼ ତା ସିଙ୍ଗଲ ଷ୍ଟାଣ୍ଡ ଲାଗିଛି, ଆଉ ପୁଣି କ'ଣ ଦରକାର ଗୋଟେ ଆଣିବା। ଆଉ ଟିକେ ସଫାସଫି କଲାବେଳକୁ ହଇରାଣ ହେଉଥିଲି, ସେଥିପାଇଁ ଆଣିଲି। ଆଉ ଫ୍ରିଜ୍ଟା ବହୁ ବର୍ଷ ପରେ ଆଜି ଖରାପ ହେଇଯାଇଥିଲା 10 ଦିନ ହେବ। ତା କୁଲିଂ ପାୱାରଟା କମିଯାଇଥିଲା, କୁଲିଂ ହେଉନଥିଲା। ସେଥିପାଇଁ ମିସ୍ତ୍ରୀ ଡାକି କୁଲିଂ ସଜାଡ଼ିକି ଯାଇଛି। ତା ଦେହରେ ନା 700-800 ଟଙ୍କା ଖର୍ଚ୍ଚ ହେଇଛି, ଆଉ 900 ଟଙ୍କା ଖର୍ଚ୍ଚ ହେଇଛି। ମାନେ କୁଲିଂ ହେଉଛି, ଟ୍ରାଏ କରିଥିଲୁ ହେଉଛି, ପୁଣି ତା ଷ୍ଟାଣ୍ଡ ଫାଣ୍ଡ ଥୋଇ ଦେଇକି ଲଗେଇବା, ଦେଖିବା କ'ଣ ହେଉଛି। ତାପରେ ଜଣାପଡ଼ିଲେ ତାକୁ ମିସ୍ତ୍ରୀ ଫୋନ୍ କରିବାକୁ ପଡ଼ିବ। ହଉ ଚାଲ ଷ୍ଟାଣ୍ଡଟା ଟିକେ ଲଗେଇଦେବା ତା ଗୋଡ଼ ତଳେ, ତାପରେ କାର୍ଯ୍ୟକ୍ରମ କରିବା। ଏଇଟା ସବୁ ଏଇଠି ଅଛି। ଏଇ ପୋଜିସନ ପାଇଁ ରଖୁନ ସାମାନ ଆଉ ଟିକେ ଆଗକୁ ଦେ, ମାନେ ଆଡ଼ିକି ତମ ଆଡ଼ିକି ଦେବି, ଆଡ଼ିକି କାଇଁ ଦେବି, ଆଡ଼ିକି ଦେଇକି ଆଗକୁ ଦେବୁ, ଆଡ଼ିକି ଦେବି, ଆଡ଼ିକି ଦେଲେ କ'ଣ ଆଗକୁ ବଳିବନି, ଅଳପ ଅଛି କୁଆଡ଼େ ବଳିବନି, ପଛ ଆଡ଼େ ନାହିଁ, ଆଉ ପଛକୁ କାହିଁ ଦେବା କି, ପଛକୁ ଦେଲେ ଭଲ, ଗୋଡ଼ ବାଜିବ ପରେ ଗୋଟେ ଜିନିଷ ଝୁଣ୍ଟିଲା ଭଳିଆ ହବ ଖୋଲିଲା ବେଳକୁ। ଛାଡ଼େ ହେଲା।
ଲାଗୁନି ଫ୍ରିଜ୍ଟା ବି ଅଧିକ ଇଆଡ଼ୁ ନାହିଁ ନା। ଠିକ୍ ଅଛି। ହଉ ଦେଖ ଏଥର ଆମର ଫ୍ରିଜ୍ ରେଡ଼ି ଥୁଆ ହେଇଗଲା। ଫ୍ରିଜ୍ରେ କିନ୍ତୁ କିଛି ନାହିଁ, ଫ୍ରିଜ୍ରେ ଥୋଇବାକୁ କିଛି ଖରାପ ନାହିଁ। ତ ହେଇଯାଇଥିଲା ଆଉ କ'ଣ ଥୁଆ ହବ। ହଉ ଚାଲ କପଡ଼ା ମାର, କପଡ଼ା ମାରିଦେବା ତ ଟିକେ ମାରିଦେ ଷ୍ଟାର୍ଟ ହେଇଯିବ। ହଉ ମାରୁଥିଲି କପଡ଼ା। ଆମେ ଦୁଇ ଜଣ ଦୁଇ ସାଙ୍ଗ ଦୁଇଟା ଫ୍ରିଜ୍ ଗୋଟେ ଦିନକରେ ଉଠେଇଥିଲୁ। ତାର କ'ଣ କେମିତି ଅଛି ଠିକ୍ ଜଣା ନାହିଁ। ଆଉ ମୋର ଗୋଟେ ଥର ଖରାପ ହେଇ ଗୋଟେ ଥର ରିପେୟାରିଂ ହେଲାଣି, ତାର କ'ଣ ହେଇଛି କେଜାଣି। ହଉ ଚାଲ ଏବେ ଫ୍ରିଜ୍ ଫ୍ରିଜ୍ ସରିଗଲା, ଏବେ ଟିକେ ଘରଟାକୁ ସଜେଇଦେବା। ଘର ସଜେଇ ସାରିବା ଆଉ ତାପରେ ଦେଖିବା। ଫ୍ୟାନ୍ ପାଖକୁ ଇଚ୍ଛା ହେଉନି କୁଆଡ଼େ ଯିବାକୁ, ଯେହେତୁ ଏତେ 3-4 ଦିନ ହେଇ ଗରମ ହେଉଛି, ମାନେ ଆଉ ଫ୍ରିଜ୍ ପାଖରୁ ଉଠିକି ଫ୍ରିଜ୍ କରୁଛି ମାନେ ଫ୍ୟାନ୍ ପାଖରୁ ଉଠିକି ଯିବାକୁ ଇଚ୍ଛା ହେଉନି। କାଲି ମୋତେ 8ଟାରୁ 1:30 ପାଖାପାଖି ଲାଗିଗଲା ଘର ସଫା କରିବାକୁ, ଦୁଇଟା ଘର ଆପଣ ପ୍ରବଳ ଅଳିଆ ହେଇକି ପଡ଼ିଥିଲା। ଦେଖିଲ ପୁଣି ଗାଈ ପଡ଼ିବ ମଧ୍ୟ, ଘରେ ରହିଲେ ଭାରି ଟେନସନ୍। ଖଟିବାକୁ ପଡ଼ିଲେ ବହୁତ ଭଲ। ଉତ୍ତରାରେ ବସିଛି ଗୋଟେ ପଳେଇ ଆସିବ। ହଉ ୱେଟ୍ କରିଥାନ୍ତି। ଏଇଠି ବସିଛି।